नमस्कार ओडिशा। आज हेउची नवेम्बर मास 26 तारिख बुधवार। आजिर पाणीपाग अपडेट आसी जाइछि। भिडियोटी आरंभ करिबा पूर्वरु समस्तंकु गोटे रिक्वेस्ट, आमर चैनल को सब्सक्राइब करिबा सहित पाखरे आसुतिबा बेल आइकन को ऑन करिबाकु जमारु भूलंतु नाही। इति मध्यरे अवपातर रूप नहीं सारिछि दक्षिण अंडमान सागर उपरे थिबा लघुचाप। ଏହା ଅଧିକ ଘନୀଭୂତ ହୋଇ 24 ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ 24 ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଛି କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। 26 ତାରିଖ ଅର୍ଥାତ୍ ଆଜିଠାରୁ 2 ରୁ 3 ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭୂତ ହେବ। ତା ସହିତ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ। ଅନ୍ୟପଟେ ଆଇଏମ୍ଡି ବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକ ମୁଖ୍ୟତଃ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି। ସେପଟେ ଆଜି ପାଇଁ ପ୍ରାୟ 10ଟି ଜିଲ୍ଲାରେ ଭୀଷଣ ଶୀତ ଏବଂ 20ଟି ଜିଲ୍ଲାରେ ପ୍ରବଳ ଶୀତ ଏବଂ ସମୁଦାୟ 30ଟି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତା ସହିତ ଘନ କୁହୁଡ଼ି ପାଇଁ 2ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆଜି ପାଇଁ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି, କେଉଁ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ, ତା ସହିତ କେଉଁ ଜିଲ୍ଲାଗୁଡ଼ିକରେ ହାଡ଼ଭଙ୍ଗା ଶୀତ ବା ଭୀଷଣ ଶୀତ ହେବ ଏବଂ ରାଜ୍ୟର ତାପମାତ୍ରା କେତେ ଡିଗ୍ରୀ ସେଲସିୟସ୍ କମିବ ଏବଂ ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବାକୁ ନେଇ ପାଣିପାଗ ବିଭାଗ କ'ଣ ଅପଡେଟ୍ ଦେଇଛି, ଏନେଇ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଚ୍ୟାନେଲରେ ନୂଆ କରି ଆସିଥିଲେ ଆମ ଚ୍ୟାନେଲ ଜି ନ୍ୟୁଜ୍ ଅପଡେଟ୍କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ, ଯାହା ଫଳରେ ସବୁଦିନ ପାଣିପାଗ ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ତେବେ ଚାଲନ୍ତୁ ଡେରି ନ କରି ଆଜିର ପାଣିପାଗ ଅପଡେଟ୍ ଉପରେ ନଜର ପକାଇ ନେବା। ତେବେ ଜାଣିବା ଯେଉଁ ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି, ଉକ୍ତ 30ଟି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ କିଛି କିଛି ସ୍ଥାନରେ ପାଗ ମେଘୁଆ ରହିବ। ତା ସହିତ ଏହି ସମୁଦାୟ 30ଟି ଜିଲ୍ଲାରେ ଆଜି ପାଇଁ କୌଣସି ବର୍ଷାର ସମ୍ଭାବନା ନାହିଁ ବୋଲି ଏହି ସବୁ ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ପରେ ଜାଣିବା ଆଜି ପାଇଁ ଯେଉଁ 10ଟି ଜିଲ୍ଲାରେ ଭୀଷଣ ଶୀତ ହେବ ବୋଲି କୁହାଯାଇଛି, ଉକ୍ତ 10ଟି ଜିଲ୍ଲାରେ ଭୀଷଣ ଶୀତ ହେବ ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ରୁ 15 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହି ସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ମଧ୍ୟ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ପରେ ଜାଣିବା ଯେଉଁ 20ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି କୁହାଯାଇଛି, ଉକ୍ତ 20ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ଅର୍ଥାତ୍ ତାପମାତ୍ରା 15 ଡିଗ୍ରୀ ସେଲସିୟସ୍ରୁ 22 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହି ସବୁ ଜିଲ୍ଲାରେ ମଧ୍ୟ ପ୍ରବଳ କୁହୁଡ଼ି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ତାପରେ ଜାଣିବା ଯେଉଁ 2ଟି ଜିଲ୍ଲାରେ ପ୍ରବଳ କୁହୁଡ଼ି ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଉକ୍ତ 2ଟି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ ବୋଲି ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସାରା ଦେଶରେ ପାଗ ପରିବର୍ତ୍ତନ ହେଉଛି। ଦିନର ପାଗ ସ୍ପଷ୍ଟ ଏବଂ ଶୁଷ୍କ ରହୁଥିବା ବେଳେ ସନ୍ଧ୍ୟା ହେବା ସହିତ ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ଏହି ସମୟରେ ପାଣିପାଗ ବିଭାଗ ଏକ ଘୂର୍ଣ୍ଣିଝଡ଼ର ପୂର୍ବାନୁମାନ କରିଛି। ଆଇଏମ୍ଡିର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନୂତନ ପାଗ ପ୍ରଣାଳୀ ଦ୍ରୁତ ଗତିରେ ତୀବ୍ର ହେଉଛି ଏବଂ ଆଗାମୀ ଦିନରେ ଏକ ବଡ଼ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ ମାଲେସିଆ ଏବଂ ମାଲାକା ପ୍ରଣାଳୀ ନିକଟରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସେଠାରେ ଅବସ୍ଥିତ ଏବଂ ସମ୍ପୃକ୍ତ ଘୂର୍ଣ୍ଣିଝଡ଼ ସଞ୍ଚାଳନ 7.6 କିଲୋମିଟର ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହି ପ୍ରଣାଳୀ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଡିପ୍ରେସନରେ ପରିଣତ ହେବ ଏବଂ ତାପରେ ଆଗାମୀ 48 ଘଣ୍ଟା ମଧ୍ୟରେ
ଦକ୍ଷିଣ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆଶା କରାଯାଉଛି। ଏହି ଘୂର୍ଣ୍ଣିବଳୟ ପ୍ରଣାଳୀର ପ୍ରଭାବରେ ଆସନ୍ତା 5 ଦିନ ମଧ୍ୟରେ ତାମିଲନାଡୁ, କେରଳ, ଲକ୍ଷାଦ୍ୱୀପ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର 25ରୁ 27 ତାରିଖ ପର୍ଯ୍ୟନ୍ତ ତାମିଲନାଡୁରେ ପ୍ରବଳ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ନଭେମ୍ବର 28, 29 ଏବଂ 30 ତାରିଖରେ ପ୍ରବଳ ବର୍ଷା ହେବ। ନଭେମ୍ବର 26 ତାରିଖ ଅର୍ଥାତ୍ ଆଜି କେରଳ ଏବଂ ମାହେରରେ ପ୍ରବଳ ବର୍ଷା ହେବ। ତେବେ ବର୍ତ୍ତମାନ ଜାଣିନେବା ଆଜି ପାଇଁ ସବୁ କେଉଁ କେଉଁ ଜିଲ୍ଲାରେ ଭୀଷଣ ଶୀତ ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ଓ କେଉଁ କେଉଁ ଜିଲ୍ଲାରେ ପାଗ ଶୁଖିଲା ରହିବ, ତା ସହିତ କେଉଁ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ପ୍ରଥମେ ଜାଣିବା ଯେଉଁ 2ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ସେହି 2ଟି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ ଏବଂ ସୁନ୍ଦରଗଡ଼। ଏହାପରେ ଜାଣିବା ଯେଉଁ 10ଟି ଜିଲ୍ଲାରେ ଭୀଷଣ ଶୀତ ହେବ ବୋଲି କୁହାଯାଇଛି। ତେବେ ସେହି 10ଟି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଯେଉଁଠି ତାପମାତ୍ରା ରହିବ 14 ଡିଗ୍ରୀ ସେଲସିୟସ୍। ଏହାପରେ ନବରଙ୍ଗପୁରରେ 15 ଡିଗ୍ରୀ, କଳାହାଣ୍ଡିରେ 14 ଡିଗ୍ରୀ, ତାପରେ କନ୍ଧମାଳର ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ସେଲସିୟସ୍ ବା ଭୀଷଣ ଶୀତ ହେବ। ଏହାପରେ ଅନୁଗୁଳରେ 14 ଡିଗ୍ରୀ, ଢେଙ୍କାନାଳରେ 15 ଡିଗ୍ରୀ, ଝାରସୁଗୁଡ଼ାରେ 14 ଡିଗ୍ରୀ, ସୁନ୍ଦରଗଡ଼ର ରାଉରକେଲାଠାରେ 14 ଡିଗ୍ରୀ ସେଲସିୟସ୍ ଏବଂ ସୁନ୍ଦରଗଡ଼ରେ 15 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ତାପରେ କେନ୍ଦୁଝରରେ 14 ଡିଗ୍ରୀ ଏବଂ ଭଦ୍ରକରେ 15 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଏହାପରେ ଜାଣିବା ଯେଉଁ 20ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି କୁହାଯାଇଛି। ତେବେ ସେହି 20ଟି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, ଯେଉଁଠି ତାପମାତ୍ରା ରହିବ 17 ଡିଗ୍ରୀ ସେଲସିୟସ୍। ତାପରେ ରାୟଗଡ଼ାରେ 16 ଡିଗ୍ରୀ, ଗଜପତିରେ 19 ଡିଗ୍ରୀ, ଗଞ୍ଜାମରେ 20 ଡିଗ୍ରୀ, ନୟାଗଡ଼ରେ 18 ଡିଗ୍ରୀ, ଖୋର୍ଦ୍ଧାରେ 17 ଡିଗ୍ରୀ, ପୁରୀରେ 21 ଡିଗ୍ରୀ, ଜଗତସିଂହପୁରରେ 17 ଡିଗ୍ରୀ, କେନ୍ଦ୍ରାପଡ଼ାରେ 16 ଡିଗ୍ରୀ, କଟକରେ 17 ଡିଗ୍ରୀ, ଯାଜପୁରରେ 17 ଡିଗ୍ରୀ, ବାଲେଶ୍ୱରରେ 16 ଡିଗ୍ରୀ, ମୟୂରଭଞ୍ଜରେ 16 ଡିଗ୍ରୀ, ନୂଆପଡ଼ାରେ 17 ଡିଗ୍ରୀ, ବଲାଙ୍ଗୀରରେ 16 ଡିଗ୍ରୀ, ବୌଦ୍ଧରେ 18 ଡିଗ୍ରୀ, ସୋନପୁରରେ 17 ଡିଗ୍ରୀ, ବରଗଡ଼ରେ 19 ଡିଗ୍ରୀ, ସମ୍ବଲପୁରରେ 17 ଡିଗ୍ରୀ ଏବଂ ଦେଓଗଡ଼ରେ ମଧ୍ୟ 17 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଏହାପରେ ଜାଣିବା ଆଜି ପାଇଁ ଯେଉଁ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି। ତେବେ ସେହି 30ଟି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆଜିର ସମ୍ପୂର୍ଣ୍ଣ ପାଣିପାଗ ଅପଡେଟ୍। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଓ ଆପଣଙ୍କ ଜିଲ୍ଲାରେ ପାଗ ଓ ଶୀତର ପ୍ରଭାବ କିଭଳି ରହିଛି ଆପଣମାନେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ତା ସହିତ ସବୁଦିନ ଏମିତି ପାଣିପାଗ ସମ୍ବନ୍ଧିତ ଲାଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମର ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରି ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ପାଣିପାଗ ଅପଡେଟ୍ ପାଇପାରିବେ।